ଅୟର ଗ୍ରାମ ପଞ୍ଚାୟତରେ ଚୋରା ମଦ ବନ୍ଦ ପାଇଁ ବିଧାୟକଙ୍କ ରଡ଼ିରେ ଥରହର ବ୍ୟବସାୟୀ। ଜଗତସିଂହପୁର ବ୍ଲକ ସଦର ଆୟର ପଞ୍ଚାୟତରେ ଆୟୁଷ୍ମାନ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଜଣେ ବ୍ୟକ୍ତି ଅତ୍ୟଧିକ ମଦ୍ୟପାନ କରିଥିବାର ଦେଖିବାକୁ ମିଳିଥିଲା। ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତର ଶତାଧିକ ମହିଳା ଏବଂ ବୟସ୍କ ବ୍ୟକ୍ତିମାନେ ଚୋରା ମଦ ଓ ପାଉଡର ଏବଂ ଗଞ୍ଜେଇ ଅତ୍ୟଧିକ ପରିମାଣରେ ପଞ୍ଚାୟତରେ ବ୍ୟବସାୟ ହେଉଥିବା ନେଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ନିକଟରେ ଅଭିଯୋଗ କରିଥିଲେ। ତା ସହିତ ଗ୍ରାମବାସୀ ଚୋରା ମଦ ନେଇ କିଭଳି ପ୍ରତ୍ୟେକ ସମୟରେ ଘରେ ଘରେ ଗଣ୍ଡଗୋଳ ଓ ସ୍ତ୍ରୀ ଲୋକ ଏବଂ ଛୋଟ ଛୁଆମାନେ କେତେବେଳେ ଆକ୍ରମଣର ଶିକାର ତ କେତେବେଳେ ଗ୍ରାମରେ ଅଶ୍ଳୀଳ ଭାଷାରେ ଗାଁ ଗହଳିରେ ବାଟ ଚାଲି ହେଉନି। ଅୟର ପଞ୍ଚାୟତରୁ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଦୁଃଖଭରା କରୁଣ ସ୍ୱରରେ ନିବେଦନ କରିଥିଲେ। ପଞ୍ଚାୟତବାସୀଙ୍କ ଅଭିଯୋଗ ଶୁଣିବା ପରେ ଶ୍ରୀ ଦାସ କମ୍ପମାନ ହୋଇ ଚୋରା ମଦ ବନ୍ଦ କରିବାକୁ ନେଇ ଗର୍ଜିଥିଲେ ଓ ପୁଲିସ ବିଭାଗ ଓ ଅବକାରୀ ବିଭାଗକୁ ଫୋନ କରି ଅୟର ପଞ୍ଚାୟତରୁ ସମ୍ପୂର୍ଣ୍ଣ ନିଶା କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠି ପ୍ରଶ୍ନ ଉଠେ, ଗୋଟେ ପଟେ ଜଗତସିଂହପୁର ପୁଲିସ ଓ ଅନ୍ୟପଟେ ସମଙ୍ଗ ଫାଣ୍ଡି ଏବଂ ରଘୁନାଥପୁର ପୁଲିସ ଥିବାବେଳେ ଅୟର ପଞ୍ଚାୟତରେ ଏତେ ପରିମାଣର ନିଶା କାରବାର ଚାଲିଛି କେମିତି ଜାଣିପାରିଲେ ନାହିଁ, ଯାହା ପାଇଁ ପଞ୍ଚାୟତବାସୀ ଏତେ ସବୁ ଘଟଣା ସାହୁ ସହୁଛନ୍ତି। ପୁଲିସ ଓ ଅବକାରୀ ବିଭାଗ ସହିତ ନିଶା ବ୍ୟବସାୟୀମାନଙ୍କୁ ସୁସମ୍ପର୍କ ରହୁଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ପୁଲିସ ଓ ଅବକାରୀ ବିଭାଗକୁ ହାତରେ ରଖି ନିଶା କାରବାର ଜୋରଦାର ଚାଲିଛି, ଯାହା ପାଇଁ ଆଜି ପଞ୍ଚାୟତବାସୀ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଦେଖିବାର ବାକି ରହିଛି ଜଗତସିଂହପୁର ପୁଲିସ ଓ ଜଗତସିଂହପୁର ଅବକାରୀ ବିଭାଗ କେବେ ଅୟର ପଞ୍ଚାୟତରେ ଚଢ଼ାଉ କରୁଛନ୍ତି ଓ ନିଶା ବେପାରୀଙ୍କୁ ଧରୁଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ପାଞ୍ଚ ପ୍ରକାର ମେଡିସିନ ପାଇବେ ଆପଣ, 5 ପ୍ରକାର ମେଡିସିନ ପାଇବେ ପ୍ଲସ୍ ଡକ୍ଟର ପାଖରେ ପାଇବେ। ଆପଣ କାମ ପାଇଁ ଟିକେ ଦିନରାତି ସମସ୍ତଙ୍କୁ ତ ଫୋନ୍ କରିବା ସମ୍ଭବ ନୁହଁ। ସଂଯୋଗ କରିଛନ୍ତି, କାଲି 100 ଖଣ୍ଡେ ଫୋନ୍ କରିଛନ୍ତି। ତା ଭିତରେ କିଏ କାମ ବ୍ୟସ୍ତତାରେ ଉଠେଇ ପାରୁନି, କିଏ ଧାନ କଟା ସମୟ। ଯଦି କିଏ ଜଣେ ଖବର ପାଇନାହିଁ, ଗୋଟେ ଶୁଣନ୍ତୁ, ସବୁ କୌଣସି ଦଳ ଖରାପ ନୁହଁ। ଦଳରେ ଯଦି ଜଣେ ଖରାପ ଲୋକ ପଶିଗଲା ସେ ଦଳ ଖରାପ। ଯଦି ତମେ ଶୁଣିଲ ଭାରତୀୟ ଜନତା ପାର୍ଟି ତ ତାର ବ୍ୟକ୍ତିଗତ ନୁହେଁ, ଭାରତୀୟ ଜନତା ପାର୍ଟି ସାରା ପୃଥିବୀର ବଡ଼। ସେଥିରେ ସମସ୍ତେ ଆସିବେ, କିଏ ଆସିବ କାହାକୁ ଭଲ ନେଲେ ପଳେଇବ, କାହାକୁ ଭଲ ଲାଗିଲେ ଆସିବ। ଆଉ ସେଥିରେ କ'ଣ କାହାର ବ୍ୟକ୍ତିଗତ ଲୋକ ସମ୍ପତ୍ତି? ତେଣୁ ଆସିଲା, ଯଦି ଖବର ପାଇନ ସଠିକ୍ ଢଙ୍ଗରେ କୁହ। ସଠିକ୍ ଢଙ୍ଗରେ ନ କହିକିରି ଯେତେ ମା ଭଉଣୀ ଅଛନ୍ତି ମଦ ପିଇକିରି ପାଟି ଘଣ ଘଣ ହେଉଛି। ମଦ କ'ଣ ତମେ ଏଇଥିପାଇଁ ପିଇଲ? ମଦ ବା ତମେ ଆଗରୁ ପିଉଛ, ଆଜି ମଦ ପିଇଲ। ତମେ ସଂଯତ ମାର୍ଜିତ ହେଇ କୁହ କେତେ ମୁରବୀ ଅଛନ୍ତି, ମା ଭଉଣୀ ଅଛନ୍ତି, ଏଠି କ'ଣ ଅଛନ୍ତି? ଆଉ ଏମାନେ ବଡ଼ କଥା ନୁହେଁ। ମୁଁ ଆପଣଙ୍କ ମୋ ବାପାକୁ ଦେଖିଛନ୍ତି, ମୋ ବାପା ଦାଦା ଖଟିଲେ ଆମ ଘରେ ରୋଷେଇ ଘରେ। ମୁଁ ଆପଣଙ୍କ ଭଳିଆ ସାଧାରଣ ପରିବାରରୁ ଆସିଛି। ଆଉ ଆପଣମାନେ ମୋତେ ତିଆରି କରିଛନ୍ତି। ମୋ ପାଖରେ ପଇସା ନଥିଲା, 19ରୁ ଚକିଛି କିଛି ନଥିଲା। 14ରୁ 19 ମନ ଦେଇ ଜାଣିଛନ୍ତି ଆମ ରାସ୍ତାକଡ଼ ଦରିଦ୍ର ବୁଝୁଛନ୍ତି। ଆଉ ଯାହା ଅଛି ବହିର 19ରୁ 24 ସବୁ ଆପଣମାନେ କରିଛନ୍ତି। ଆଉ ଏପଟକୁ ଯଦିଓ ମୋର ଆସିବା କମ୍ ଥିଲା, ତଥାପି ଯେତିକି ଲୋକ ମୋ ପାଇଁ ବାହାରିଥିଲେ ତା ଭିତରେ ଅନ୍ୟ ମଉସା ଏ ଦିନରେ ବି ସବୁ ଜାଗାରେ ଯାଇ ପହଞ୍ଚୁଛନ୍ତି। ମୋ ମନ